ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ନିୟମିତ ଏହି କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଆମର ଗତ ଅଧ୍ୟୟନରେ ଆମେ ଶିଖିଲୁ ଯେ ଯୀଶୁ ପ୍ରାନ୍ତର ମଧ୍ୟରେ ପ୍ରଲୋଭିତ ହୋଇଥିଲେ, ଯେଉଁଠାରେ ସେ ଈଶ୍ୱରଙ୍କର ବାକ୍ୟ ଉପରେ ଦୃଢ଼ ଭାବରେ ଛିଡ଼ା ହୋଇ ନିଜର ନିଷ୍ପାପତା ଏବଂ ଶୈତାନ ଉପରେ ବିଜୟ ପ୍ରଦର୍ଶନ କରିଥିଲେ। ଯଦିଓ ସେ ଶାରୀରିକ, ଆଧ୍ୟାତ୍ମିକ ଏବଂ ମାନସିକ ସ୍ତରରେ ପରୀକ୍ଷିତ ହୋଇଥିଲେ, ତଥାପି ସେ ପ୍ରତ୍ୟେକ ପ୍ରଲୋଭନକୁ ଜୟ କରିଥିଲେ, ଯାହା ଜଣେ ପ୍ରକୃତ ରାଜା ଭାବରେ ତାଙ୍କର ଅଧିକାରକୁ ପ୍ରକାଶ କଲା। ଆଜିର ଅଧ୍ୟୟନରେ ଆମେ ଯେଉଁଠାରେ ଯୀଶୁ ନିଜର ଶିଷ୍ୟମାନଙ୍କୁ ଆହ୍ୱାନ କରିବା ଆରମ୍ଭ କରୁଛନ୍ତି, ତାପରେ 5 ଅଧ୍ୟାୟରେ ଆମେ ପର୍ବତ ଉପରେ ଦତ୍ତ ଉପଦେଶ ଆରମ୍ଭ କରିବା, ଯେଉଁଥିରେ ରାଜ୍ୟର ପ୍ରଜାମାନଙ୍କର ଆଭ୍ୟନ୍ତରୀଣ ଜୀବନ ଏବଂ ବ୍ୟବସ୍ଥା ପ୍ରତି ସେମାନଙ୍କର ସମ୍ପର୍କ ଉପରେ ଧ୍ୟାନ ଦିଆଯାଇଛି। ତେବେ ଆସନ୍ତୁ ବକ୍ତାଙ୍କ ସହିତ ଆଜିର ଅଧ୍ୟୟନ ଆରମ୍ଭ କରିବା। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ ନମସ୍କାର। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଅଛି। ଆଜି ଆମେ ମାଥ୍ୟୁ ଲିଖିତ ସୁସମାଚାର ତାର 4 ପର୍ବ ତାର 18 ପଦରୁ 25 ପଦର ଶେଷ ଯାଏ ଅଧ୍ୟୟନ କରିବାକୁ ଯିବା। ଆଜିର ଅଧ୍ୟୟନରେ ଆମେ ଲକ୍ଷ୍ୟ କରିବା ଯେ ଯୀଶୁ ଆପଣା ଶିଷ୍ୟମାନଙ୍କୁ ଆହ୍ୱାନ କରିବା ଆରମ୍ଭ କଲେ। ଯୀଶୁ ଆପଣା ଶିଷ୍ୟମାନଙ୍କୁ ଏକତ୍ର କରିବା ଆରମ୍ଭ କରୁଛନ୍ତି। ଏହି ପଦରେ ଏପରି ଲେଖା ଅଛି। ମାଥ୍ୟୁ 4 ପର୍ବ ତାର 18 ଏବଂ 19 ପଦରେ ଲେଖା ଅଛି, ସେ ଗାଲିଲି ସମୁଦ୍ର କୂଳରେ ଭ୍ରମଣ କରୁଥିବା ସମୟରେ ସିମୋନ, ଯାହାଙ୍କୁ ପିତର ବୋଲି କହନ୍ତି, ଆଉ ତାଙ୍କ ଭାଇ ଆନ୍ଦ୍ରିୟ, ଏହି 2 ଭାଇଙ୍କି ସମୁଦ୍ରରେ ଭଉଁରୀ ଜାଲ ପକାଉଥିବା ଦେଖିଲେ, କାରଣ ସେମାନେ ମତ୍ସ୍ୟଜୀବୀ ଥିଲେ। ଯୀଶୁ ସେମାନଙ୍କୁ କହିଲେ, ମୋର ଅନୁଗମନ କର, ମୁଁ ତୁମମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି। ସୁସମାଚାର ଗୁଡ଼ିକରେ ପ୍ରଭୁ ଯୀଶୁ ଏମାନଙ୍କୁ ପ୍ରାୟ 3 ଥର ଆହ୍ୱାନ କରିଛନ୍ତି। ଭାବୁଛି ଏହା କହିବା ଠିକ୍ ହେବ, ଏମାନଙ୍କ ସହିତ ଖ୍ରୀଷ୍ଟ ଯୀଶୁଙ୍କର 3 ଥର ସାକ୍ଷାତ ହୋଇଥିଲା। ଜହନ 1 ପର୍ବ ତାର 35ରୁ 42 ପଦ ଅନୁଯାୟୀ ପ୍ରଥମ ସାକ୍ଷାତ ଜେରୁସାଲେମରେ ହୋଇଥିଲା। ସେମାନଙ୍କର ଦ୍ୱିତୀୟ ସାକ୍ଷାତ ଗାଲିଲି ସମୁଦ୍ର କୂଳରେ ହୋଇଥିଲା ଏବଂ ହୁଏତ ଏହା ସେହି ସମୟର ଘଟଣା। ସେମାନେ ଏହା ପୂର୍ବରୁ ତାଙ୍କୁ ଦେଖିଥିଲେ, କିନ୍ତୁ ସେତେବେଳେ ସେ ସେମାନଙ୍କୁ ତାଙ୍କ ସହିତ ରହିବା ପାଇଁ ଡାକିନଥିଲେ। ବର୍ତ୍ତମାନ ଗାଲିଲି ସମୁଦ୍ର କୂଳରେ ଯେତେବେଳେ ସେ ସେମାନଙ୍କୁ ପୁଣି ଭେଟୁଛନ୍ତି, ସେତେବେଳେ ସେ ସେମାନଙ୍କୁ ତାଙ୍କର ଅନୁଗାମୀ ହେବା ପାଇଁ ଆହ୍ୱାନ କରୁଛନ୍ତି। ତାହାପରେ ଆମେ ଦେଖିବାକୁ ପାଇବା ଯେ ସେମାନେ ପୁଣି ମାଛ ଧରିବାକୁ ଫେରିଗଲେ। ମାର୍କ ଏବଂ ଲୁକ ଆମକୁ ସେହି ବିଷୟରେ ବିସ୍ତୃତ ବିବରଣୀ ଦେଉଛନ୍ତି। ଶେଷରେ ସେ ସେମାନଙ୍କୁ ପ୍ରେରିତ ଭାବେ ପୁଣି ଥରେ ଡାକିଲେ। ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ହେଉଛି ଯେ ଯୀଶୁ ଏଭଳି ସାଧାରଣ ଲୋକଙ୍କୁ ଆହ୍ୱାନ କରିଥିଲେ। ମୁଁ ଚିନ୍ତା କରେ ଯେ ପ୍ରଭୁ ଯୀଶୁ ଶିଷ୍ୟମାନଙ୍କ ପରି ସାଧାରଣ ଓ ଅଶିକ୍ଷିତ ଲୋକମାନଙ୍କୁ ଡାକିଥିଲେ। ତେଣୁ ସେ ହୁଏତ ମୋତେ ବ୍ୟବହାର କରିପାରନ୍ତି ଏବଂ ଆପଣଙ୍କୁ ମଧ୍ୟ ବ୍ୟବହାର କରିପାରନ୍ତି। ତାଙ୍କ ଦ୍ୱାରା ବ୍ୟବହୃତ ହେବା ପାଇଁ ଆମକୁ ସିଦ୍ଧ ପୁରୁଷ ହେବାକୁ ପଡ଼ିବ ନାହିଁ। ଏହା ପ୍ରେରଣାଦାୟକ ବିଷୟ ଅଟେ। ଯଦି ଆପଣ ମାଛ ଧରିବା ବ୍ୟବସାୟରେ ନାହାନ୍ତି, ତେବେ ସେ ହୁଏତ ଆପଣଙ୍କୁ ମନୁଷ୍ୟଧାରୀ ମତ୍ସ୍ୟଜୀବୀ ନ କରିପାରନ୍ତି। କିନ୍ତୁ ଆପଣ ଯେଉଁ କାର୍ଯ୍ୟରେ ବି ନିୟୋଜିତ ଥାନ୍ତୁ ନା କାହିଁକି, ସେ ଆପଣଙ୍କୁ ବ୍ୟବହାର କରିପାରିବେ। ଆପଣଙ୍କର ଯାହା ବି ପ୍ରତିଭା ଥାଉ ନା କାହିଁକି, ଯଦି ଆପଣ ତାହା ତାଙ୍କୁ ସମର୍ପଣ କରିଦେବେ, ତେବେ ସେ ତାହାକୁ ବ୍ୟବହାର କରିପାରିବେ। ଆମ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଆମେ ନିଜକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରିବା। ତାଙ୍କ ନିର୍ଦ୍ଦେଶନାରେ ସେ ଆମ ସମସ୍ତଙ୍କ ଦ୍ୱାରା ଗୋଟିଏ ପ୍ରକାର କାମ କରାଇବେ ନାହିଁ, କାରଣ ସେ ଆମକୁ ପୃଥକ ପୃଥକ ଦାନ ଦେଇଛନ୍ତି। ଖ୍ରୀଷ୍ଟଙ୍କ ଶରୀର ଆମେ ଭିନ୍ନ ଭିନ୍ନ ଅଙ୍ଗ ଅଟୁ ଏବଂ ତାହା ସମ୍ପାଦନ କରିବା ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟ ଦିଅନ୍ତି। ମାଥ୍ୟୁ 4 ପର୍ବ ତାର 20ରୁ 22 ପଦରେ ଲେଖା ଅଛି,
ସେଥିରେ ସେମାନେ ସେହି କ୍ଷଣି ଜାଲ ଛାଡ଼ି ତାହାଙ୍କର ଅନୁଗମନ କଲେ। ଯୀଶୁ ସେଠାରୁ ଆଗକୁ ଯାଇ ଜେବଦୀଙ୍କ ପୁତ୍ର ଯାକୁବ ଓ ତାଙ୍କ ଭାଇ ଜୋହନ ନାମକ ଆଉ ଦୁଇ ଭାଇଙ୍କି ସେମାନଙ୍କ ପିତା ଜେବଦୀଙ୍କ ସହିତ ନୌକାରେ ଜାଲ ସଜାଡ଼ୁଥିବା ଦେଖି ସେମାନଙ୍କୁ ଡାକିଲେ। ସେଥିରେ ସେମାନେ ସେହି କ୍ଷଣି ନୌକା ଓ ସେମାନଙ୍କର ପିତାଙ୍କୁ ଛାଡ଼ି ତାହାଙ୍କର ଅନୁଗମନ କଲେ। ଏହି ଲୋକମାନେ ଅତ୍ୟନ୍ତ କୌତୂହଳପୂର୍ଣ୍ଣ ଅଟନ୍ତି ଏବଂ ଆମେ ଯେତେ ଆଗକୁ ବଢ଼ିବା, ବିଶେଷ କରି ଅନ୍ୟ ସୁସମାଚାର ଗୁଡ଼ିକର ବିବରଣୀରେ ସେମାନଙ୍କୁ ଦେଖିବା, ଆମେ ସେମାନଙ୍କ ବିଷୟରେ ଅଧିକ ଭଲ ଭାବରେ ଜାଣିପାରିବା। ଏବେ ମନେ ରଖନ୍ତୁ ଯେ ଯୀଶୁ ଏହି ସମୟରେ ଇସ୍ରାଏଲର ଉତ୍ତର ଭାଗରେ ଅଛନ୍ତି। ମାଥ୍ୟୁ 4 ପର୍ବ ତାର 23 ପଦରେ ଲେଖା ଅଛି, ପରେ ଯୀଶୁ ସେମାନଙ୍କ ସମାଜ ଗୃହ ସମୂହରେ ଶିକ୍ଷା ଦେଇ ରାଜ୍ୟର ସୁସମାଚାର ଘୋଷଣା କରି ଏବଂ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରି ଏ ସମୁଦାୟ ଗାଲିଲୀରେ ଭ୍ରମଣ କରିବାକୁ ଲାଗିଲେ। ଲକ୍ଷ୍ୟ କରନ୍ତୁ, ଯୀଶୁ ସେମାନଙ୍କର ସମାଜ ଗୃହଗୁଡ଼ିକରେ ଶିକ୍ଷା ଦେଉଛନ୍ତି ଏବଂ ସେ ରାଜ୍ୟର ସୁସମାଚାର ପ୍ରଚାର କରୁଛନ୍ତି। ଏହା କ'ଣ? ରାଜ୍ୟର ସୁସମାଚାର ହେଉଛି ଯେ ସ୍ୱୟଂ ରାଜାଙ୍କ ଉପସ୍ଥିତିରେ ଏହା ନିକଟବର୍ତ୍ତୀ ହୋଇଛି। ସେମାନେ ତାଙ୍କୁ ସ୍ୱୀକାର ଏବଂ ଗ୍ରହଣ କରିବାକୁ ହେବ। ସେ ସେମାନଙ୍କର ଶାରୀରିକ ଅସୁସ୍ଥତାକୁ ମଧ୍ୟ ସୁସ୍ଥ କରୁଛନ୍ତି। ପ୍ରିୟ ବନ୍ଧୁଗଣ, ସେହି ସମୟରେ ହଜାର ହଜାର ଲୋକ ଥିଲେ ଯାହାଙ୍କୁ ଯୀଶୁ ସୁସ୍ଥ କରିଥିଲେ। ମାଥ୍ୟୁ ବିଶେଷ ଭାବରେ ଏ ବିଷୟରେ ଆମକୁ କହନ୍ତି। ଯଦି ଆମେ ଧର୍ମଶାସ୍ତ୍ର ପ୍ରତି ଧ୍ୟାନ ଦେବା, ତେବେ ଆମେ ଦେଖିବାକୁ ପାଇବା ଯେ ଏହା କେବଳ କିଛି ଲୋକଙ୍କ ପାଇଁ ନଥିଲା, ବରଂ ହଜାର ହଜାର ଲୋକ ସୁସ୍ଥ ହୋଇଥିଲେ। ସେହି କାରଣରୁ ଯୀଶୁଙ୍କ ଶତ୍ରୁମାନେ ତାଙ୍କର ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ ଉପରେ କେବେ ପ୍ରଶ୍ନ କରୁନଥିଲେ, କାରଣ ଏତେ ସଂଖ୍ୟାରେ ସୁସ୍ଥ ହୋଇଥିବା ବ୍ୟକ୍ତି ଚାରିଆଡ଼େ ବୁଲୁଥିଲେ। ମାଥ୍ୟୁ 4 ପର୍ବ ତାର 24 ପଦରେ ଲେଖା ଅଛି, ଆଉ ତାହାଙ୍କ ସମ୍ବନ୍ଧରେ ଜନରବ ସବୁଦାୟ ସୁରିଆ ପର୍ଯ୍ୟନ୍ତ ବ୍ୟାପିଗଲା। ପୁଣି ଲୋକେ ଭୂତଗ୍ରସ୍ତ, ମୃଗୀ ରୋଗୀ ଓ ପକ୍ଷାଘାତ ରୋଗୀ ଆଦି ନାନା ପ୍ରକାର ରୋଗରେ ପୀଡ଼ିତ ଓ ଯନ୍ତ୍ରଣାଗ୍ରସ୍ତ ସମସ୍ତଙ୍କୁ ତାହାଙ୍କ ନିକଟକୁ ଆଣିଲେ, ଆଉ ସେ ସେମାନଙ୍କୁ ସୁସ୍ଥ କଲେ। ଲକ୍ଷ୍ୟ କରନ୍ତୁ, ବହୁ ସଂଖ୍ୟକ ଲୋକ। ମାଥ୍ୟୁ 4 ପର୍ବ ତାର 25 ପଦରେ ଲେଖା ଅଛି, ପୁଣି ଗାଲିଲି, ଦେକାପୋଲି, ଜେରୁସାଲମ, ଯିହୁଦା ପ୍ରଦେଶ ଓ ଜର୍ଦ୍ଦନର ଅପର ପାରିରୁ ବହୁ ସଂଖ୍ୟକ ଲୋକ ଆସି ତାହାଙ୍କ ପଶ୍ଚାତଗମନ କଲେ। ଦେକାପୋଲି ଗାଲିଲର ଉତ୍ତର ପୂର୍ବ ଭାଗରେ ଜର୍ଦ୍ଦନ ନଦୀର ପୂର୍ବରେ ଅବସ୍ଥିତ 10ଟି ସହରକୁ ନେଇ ଗଠିତ ଏକ ଜିଲ୍ଲା ଥିଲା। ଜଣେ ପାଳକ କହନ୍ତି ଯେ ତାଙ୍କର ସେହି ସହରଗୁଡ଼ିକ ମଧ୍ୟରୁ ଗୋଟିଏ ପରିଦର୍ଶନ କରିବାର ସୌଭାଗ୍ୟ ମିଳିଥିଲା। ଏଥିସହିତ ଜେରୁସାଲମ ଏବଂ ଯିହୁଦାର ଏବଂ ଜର୍ଦ୍ଦନ ନଦୀର ଅପର ପାରିରୁ ମଧ୍ୟ ଲୋକମାନେ ଆସିଥିଲେ, ଅର୍ଥାତ୍ ବହୁ ଦୂରରୁ ଆସୁଥିଲେ। ଯୀଶୁ ସେଠାରେ ପଲେଷ୍ଟିୟର ଉତ୍ତର ଭାଗରେ ପରିଚର୍ଚ୍ଚା କରୁଛନ୍ତି। ମାଥ୍ୟୁ ସୁସମାଚାର ଆଲୋଚନା କରିବା ସମୟରେ ଏହା ମନେ ରଖିବା ଉଚିତ ଯେ ମାଥ୍ୟୁ ଖ୍ରୀଷ୍ଟଙ୍କ ଜୀବନର ସମୟାନୁକ୍ରମିକ ବିବରଣୀ ଦେବାକୁ ଚେଷ୍ଟା କରୁନାହାନ୍ତି। ସେ ତାଙ୍କ ସୁସମାଚାରରେ ଯୀଶୁଙ୍କୁ ରାଜା ଭାବରେ ଉପସ୍ଥାପନ କରୁଛନ୍ତି ଏବଂ ସେ ଏକ ନିର୍ଦ୍ଦିଷ୍ଟ ପ୍ରଣାଳୀ ଅବଲମ୍ବନ କରୁଛନ୍ତି ଯାହା ରାଜା ଏବଂ ଇସ୍ରାଏଲ ଜାତି ନିକଟରେ ତାଙ୍କର ଅଧିକାରକୁ ଉପସ୍ଥାପନ କରିବା ପାଇଁ ସାହାଯ୍ୟ କରିବ। ସେଥିପ୍ରତି ଦୃଷ୍ଟି ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆମେ ମାଥ୍ୟୁଙ୍କ ଲେଖାର ଶୈଳୀକୁ ବୁଝିବାରେ ଭୁଲ କରିବା, ତେବେ ଆମେ ଏହି ସୁସମାଚାରର ଉଦ୍ଦେଶ୍ୟକୁ ବୁଝିପାରିବା ନାହିଁ। ବର୍ତ୍ତମାନ ଆମେ 5 ପର୍ବ ଉପରେ ଧ୍ୟାନ ଦେବା। 5 ପର୍ବର ପ୍ରସଙ୍ଗ ହେଲା ପାର୍ବତ୍ୟ ଉପଦେଶ। ଏଠାରେ ରାଜ୍ୟର ପ୍ରଜାମାନଙ୍କ ସହିତ ବ୍ୟବସ୍ଥାର ସମ୍ପର୍କ ବିଷୟରେ କୁହାଯାଇଛି। ପାର୍ବତ୍ୟ ଉପଦେଶର ପରିଚୟ ଦେବାକୁ ଚାହିଁବି। ଯଦିଓ ପ୍ରତ୍ୟେକ ପର୍ବକୁ ଅଲଗା ଅଲଗା ଅଧ୍ୟୟନ କରିବା, କିନ୍ତୁ ପ୍ରଥମେ ଏକାଠି ଅଧ୍ୟୟନ କରିବା। ପ୍ରଭୁ ଯୀଶୁ 4ଟି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେଇଥିଲେ, କିନ୍ତୁ ମାଥ୍ୟୁରେ 3ଟି ଶିକ୍ଷା ରହିଛି। ପ୍ରଥମଟି ହେଲା ପାର୍ବତ୍ୟ ଉପଦେଶ 5ରୁ 7 ପର୍ବ। ଦ୍ୱିତୀୟଟି ହେଲା ଦୃଷ୍ଟାନ୍ତ ସମୂହର ଶିକ୍ଷା 13 ପର୍ବ ଓ ଜିତପର୍ବତ ଶିକ୍ଷା 24ରୁ 25 ପର୍ବରେ। ପାର୍ବତ୍ୟ ଉପଦେଶରେ ରାଜାଙ୍କ ଘୋଷଣାନାମା ଦିଆଯାଇଛି। ଦୃଷ୍ଟାନ୍ତ ଦ୍ୱାରା ଦିଆଯାଇଥିବା ନିଗୁଢ଼ ତତ୍ତ୍ୱରେ ଖ୍ରୀଷ୍ଟଙ୍କ ପ୍ରତ୍ୟାଖ୍ୟାନ ପରେ ଈଶ୍ୱରଙ୍କ ରାଜ୍ୟର କ'ଣ ହେବ ସେ ବିଷୟରେ କହେ। ଜିତ ପର୍ବତର ଶିକ୍ଷା ଭାବବାଣୀ ସମ୍ବନ୍ଧୀୟ ଶିକ୍ଷା ଥିଲା, ଭବିଷ୍ୟତ ବିଷୟରେ କହେ। ଚତୁର୍ଥ ଶିକ୍ଷା ଯାହା ଆମେ ଯୋହନ ସୁସମାଚାରରେ ପାଉ, ଯେଉଁଠାରେ ଯୀଶୁଙ୍କ ମୃତ୍ୟୁ
ପୁନରୁତ୍ଥାନ ଓ ସ୍ୱର୍ଗାରୋହଣ ଓ ବାର୍ତ୍ତାଳାପ ଦେଖିବାକୁ ପାଉଁ। ଆପଣ ଓ ମୁଁ ଏହି ପୁସ୍ତକ ସହିତ ସଂଯୁକ୍ତ ଅଟୁ। ଯଦିଓ ପାର୍ବତ୍ୟ ଉପଦେଶ ମାଥ୍ୟୁ 5-7 ପର୍ବରେ ରହିଛି, ଏହାର କିଛି ଅଂଶ ଅନ୍ୟ ସୁସମାଚାର ଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳେ। ଏହା ଅସମ୍ଭବ ମନେ ହୁଏ ଯେ ଆମ ପ୍ରଭୁ ଏହାକୁ କେବଳ ଥରେ କହିଥିଲେ। ଆପଣ ଜାଣନ୍ତି, ସେ କହିଥିବା ଅନେକ ସତ୍ୟକୁ ସେ ବାରମ୍ବାର କହିଥିଲେ ଏବଂ ହୁଏତ ଏହି ଶିକ୍ଷା ଯାହାକୁ ଆମେ ପାର୍ବତ୍ୟ ଉପଦେଶ ବୋଲି କହୁଁ, ତାହାକୁ ଅନେକ ସମୟରେ କହିଥିବେ। ଲୁକ ଏହାର କିଛି ଅଂଶ ଲେଖିଛନ୍ତି। ସେ ଲେଖନ୍ତି ଯେ ପ୍ରଭୁ ଯୀଶୁ ତଳକୁ ଆସି ସମତଳ ଭୂମିରେ ଠିଆ ହୋଇଥିଲେ। ଏଥିରୁ ଜଣାପଡ଼େ ଯେ ଏହା ଭିନ୍ନ ସମୟର ଘଟଣା। ମୁଁ ଭାବେ ମାଥ୍ୟୁ ଯାହା ବର୍ଣ୍ଣନା କରିଛନ୍ତି ତାହା ପାର୍ବତ୍ୟ ଉପଦେଶ ଏକ ଅଂଶ। ହୁଏତ ସେ ଆହୁରି ଅନେକ କିଛି କହିଛନ୍ତି, କିନ୍ତୁ ଆମେ ବୁଝିବା ଓ ଶିକ୍ଷା ନିମନ୍ତେ ଏତିକି କେବଳ ଲେଖାଯାଇଅଛି। ଏହାର ଭୂମିକା ସମ୍ପର୍କରେ କହିବା ସମୟରେ ଦୁଇଟି ବିଷୟ କହିବାକୁ ଚାହେଁ। ପ୍ରଥମ ବିଷୟଟି ହେଲା ସୁଦୂର ଦକ୍ଷିଣ ଓ ସୁଦୂର ବାମ। ଏହା କେବଳ ରାଜନୈତିକ ବିଷୟରେ ସୀମିତ ନୁହେଁ, କିନ୍ତୁ ଧର୍ମତତ୍ତ୍ୱବିତ୍ମାନଙ୍କ ମଧ୍ୟରେ ମଧ୍ୟ ତାହା ଦେଖୁଁ। ପାର୍ବତ୍ୟ ଉପଦେଶ ଏହା ପ୍ରକାଶ କରେ ଯେପରି ଆମେ ତାହା ବୁଝିପାରୁ। ଉଦାରବାଦୀ ଧର୍ମତତ୍ତ୍ୱବିତ୍ ସୁଦୂର ବାମ ବିଷୟରେ ଚିନ୍ତା କରନ୍ତି। ସେମାନେ ଭାବନ୍ତି ଯେ ପାର୍ବତ୍ୟ ଉପଦେଶ ଏକ ସୁସମ୍ବାଦ। ସେମାନେ ଭାବନ୍ତି ଏହା ହିଁ ଧର୍ମଶାସ୍ତ୍ରର ଗୁରୁତ୍ୱପୂର୍ଣ୍ଣ ଶିକ୍ଷା। ସେମାନେ ଏତେ ଦୂରକୁ ଚିନ୍ତା କରନ୍ତି ଯେ ତାହା ହିଁ ସୁବର୍ଣ୍ଣ ନିୟମ। ମାଥ୍ୟୁ 7 ପର୍ବ ତାର 12 ପଦରେ ଲେଖାଯାଏ, ଅତଏବ ଲୋକମାନେ ତୁମମାନଙ୍କ ପ୍ରତି ଯାହା ସବୁ କରନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ମଧ୍ୟ ସେମାନଙ୍କ ପ୍ରତି ସେହି ସବୁ କର, କାରଣ ଏହା ହିଁ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ରର ସାର। ଆପଣ କହିପାରନ୍ତି ଯେ ଏତିକି ହିଁ ବାଇବଲର ଯଥେଷ୍ଟ। ଏହା ଶୁଣିବାକୁ ଭଲ ଲାଗିପାରେ, କିନ୍ତୁ ଏହା ଉପଯୁକ୍ତ ଉକ୍ତି ହୋଇନପାରେ। ପ୍ରଶ୍ନ ଏହା ନୁହେଁ ଯେ ଆପଣ ପାର୍ବତ୍ୟ ଉପଦେଶକୁ ଧର୍ମଶାସ୍ତ୍ର ବୋଲି ମନାନ୍ତି କି ନାହିଁ, କିନ୍ତୁ ପ୍ରଶ୍ନ ହେଲା ସେହି ଶିକ୍ଷା ଅନୁଯାୟୀ ଜୀବନ କାଟୁଛନ୍ତି କି ନାହିଁ। ସେଇଟା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା। ଯେଉଁମାନେ ଈଶ୍ୱରଙ୍କ ବାକ୍ୟକୁ ପାର୍ବତ୍ୟ ଉପଦେଶରେ ସୀମିତ କରିଦିଅନ୍ତି, ସେମାନେ ଆଜିର ସମୟର ଉଦାରବାଦୀ ଚିନ୍ତାଧାରାର ଏକ ବଡ଼ ଗୋଷ୍ଠୀକୁ ପ୍ରତିନିଧିତ୍ୱ କରନ୍ତି। କିନ୍ତୁ ଲକ୍ଷ୍ୟ କରନ୍ତୁ ଯେ ସୁସମାଚାରର ପ୍ରକୃତ ସାରତତ୍ତ୍ୱ ପାର୍ବତ୍ୟ ଉପଦେଶରେ ମିଳିନଥାଏ। ଉଦାହରଣ ସ୍ୱରୂପ ଏଥିରେ ଖ୍ରୀଷ୍ଟଙ୍କ ମୃତ୍ୟୁ ଏବଂ ପୁନରୁତ୍ଥାନ ବିଷୟରେ ଆଦୌ ଲେଖାଯାଏ ନାହିଁ। ତଥାପି ପାଉଲ କରନ୍ତୀୟମାନଙ୍କୁ କହିଲେ, ମୁଁ ତୁମମାନଙ୍କ ନିକଟରେ ଯେଉଁ ସୁସମାଚାର ପ୍ରଚାର କରିଥିଲି, ସେହି ସୁସମାଚାର କ'ଣ? ତାହା କ'ଣ ପାର୍ବତ୍ୟ ଉପଦେଶ? ନା, ପାଉଲ ସ୍ପଷ୍ଟ କରିଥିଲେ ଯେ ସୁସମାଚାର ହେଉଛି ଏହା। ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମମାନଙ୍କ ପାପ ନିମନ୍ତେ ମୃତ୍ୟୁଭୋଗ କଲେ, ସମାଧି ପ୍ରାପ୍ତ ହେଲେ। ଶାସ୍ତ୍ର ଅନୁସାରେ ସେ ତୃତୀୟ ଦିବସରେ ଉତ୍ଥିତ ହେଲେ। ପ୍ରଥମ କରନ୍ଥୀୟ 15 ପର୍ବ ତାର 1 ପଦ ଏବଂ 3 ଏବଂ 4 ପଦରେ ସୁସମାଚାର ପାର୍ବତ୍ୟ ଉପଦେଶ ମଧ୍ୟରେ ସୀମିତ ନାହିଁ ଏବଂ ସେଥିପାଇଁ ଅନେକ ଲୋକ ଏହାକୁ ନିଜର ଧର୍ମ ବୋଲି ଦାବି କରିବାକୁ ଭଲ ପାଆନ୍ତି। ସେହି ଚିନ୍ତାଧାରା ନେଇ ପ୍ରଚାର କରିବା ଦ୍ୱାରା ଆମେ ଭୁଲ ବିଷୟ ପ୍ରଚାର କରିଥାଉଁ। କେହି ଏପରି କହିପାରନ୍ତି, ମୁଁ ପାର୍ବତ୍ୟ ଉପଦେଶ ଅନୁସାରେ ଜୀବନ କାଟୁଛି। ତାହା ଆତ୍ମବଢ଼ିମା ଦ୍ୱାରା କିଛି ନୁହେଁ। ଯଦି ଜଣେ ବ୍ୟକ୍ତି ବିଶ୍ୱସ୍ତ ଭାବେ ପାର୍ବତ୍ୟ ଉପଦେଶ ପଢ଼େ, ତେବେ ସେ ନିଶ୍ଚିତ ଭାବେ ଜାଣିପାରିବ ଯେ ସେ ଏହି ଶିକ୍ଷା ଅନୁଯାୟୀ ଜୀବନଯାପନ କରୁନାହିଁ। ମୋର ପ୍ରିୟ ବନ୍ଧୁ, ଯଦି ପାର୍ବତ୍ୟ ଉପଦେଶ ଈଶ୍ୱରଙ୍କ ମାନଦଣ୍ଡ ଅଟେ, ତେବେ ଆମେ ମାନଦଣ୍ଡରୁ ତଳକୁ ଖସି ଯାଇଛୁ। ଆପଣ କ'ଣ କରିବେ? ଆପଣଙ୍କର କ'ଣ ଉଦ୍ଧାରକର୍ତ୍ତା ଅଛନ୍ତି? ସେ ସାହାଯ୍ୟ କରିବେ। ଆପଣ ଜାଣନ୍ତି କି ଯେ ଆପଣଙ୍କୁ ଉଦ୍ଧାର କରିବା ନିମନ୍ତେ ସ୍ୱର୍ଗରୁ ଆସିଲେ ଯଦି ଆପଣ ତାଙ୍କଠାରେ ବିଶ୍ୱାସ କରନ୍ତି। ଈଶ୍ୱରଙ୍କର ବାକ୍ୟକୁ ପାର୍ବତ୍ୟ ଉପଦେଶରେ ସୀମିତ କରିଦେବା କୌଣସି ପରିସ୍ଥିତିରେ ଆମକୁ ଧର୍ମଶାସ୍ତ୍ର ଅନୁମତି ଦିଏ ନାହିଁ। ଯଦି ତାହା କରୁଛୁ, ଆମେ ଭୁଲ ବା ସୁଦୂର ବାମ ଚିନ୍ତାଧାରା କୁହାଯାଇପାରେ। ଆଉ ଏକ ଉତ୍ତମ ଚିନ୍ତାଧାରା ବିଷୟରେ କହିବି, ଯାହା ସୁଦୂର ଦକ୍ଷିଣ ଚିନ୍ତାଧାରା କୁହାଯାଇପାରିବ। ସେମାନେ ପାର୍ବତ୍ୟ ଉପଦେଶକୁ ଭୟଙ୍କର ମହାମାରୀ ବୋଲି ଭାବନ୍ତି। ସେଥିରେ ସେମାନଙ୍କର କିଛି କରିବାର ନାହିଁ। ସେମାନେ ଏକଥା କହନ୍ତି ଯେ କିଛି ନୈତିକ ତ୍ରୁଟି ରହିଛି। ଏହି ଲୋକମାନଙ୍କୁ ଉଚ୍ଚ ବ୍ୟବସ୍ଥାବାଦୀ ବୋଲି କୁହାଯାଏ। ଆମେ ବ୍ୟବସ୍ଥାବାଦୀ ହୋଇପାରୁ, କିନ୍ତୁ ଉଚ୍ଚ ବ୍ୟବସ୍ଥାବାଦୀ ନୁହଁ।
ସେମାନେ କହନ୍ତି ଯେ ଆମେ ପାର୍ବତ୍ୟ ଉପଦେଶକୁ ବ୍ୟବହାର କରିପାରିବୁ ନାହିଁ। ସେମାନେ କହନ୍ତି ଯେ ପ୍ରଭୁ ଶିଖାଇଥିବା ପ୍ରାର୍ଥନାରେ ଆଜି ନିମନ୍ତେ କୌଣସି ଅର୍ଥ ନାହିଁ। ପ୍ରଭୁ ଶିଖାଇଥିବା ପ୍ରାର୍ଥନା ଉପରେ ଜଣେ ପାଳକ ଗୋଟିଏ ବହି ଲେଖିଛନ୍ତି। ସେ ବହିର ନାମ ହେଲା ଆସନ୍ତୁ ପ୍ରାର୍ଥନା କରିବା। ଏହି ପ୍ରାର୍ଥନା ସମ୍ପୂର୍ଣ୍ଣ ଭାବେ ଆମକୁ ନିୟନ୍ତ୍ରଣ କରେ। ପ୍ରଭୁଙ୍କ ପ୍ରାର୍ଥନା ଆମ ସମୟ ନିମନ୍ତେ ନୁହେଁ, କିନ୍ତୁ ସମ୍ପୂର୍ଣ୍ଣ ରୂପେ ଆମ ନିମନ୍ତେ। ଏହା ସତ୍ୟ ଯେ ପାର୍ବତ୍ୟ ଉପଦେଶରେ ସୁସମାଚାର ନାହିଁ। ଏହା ଅପରିବର୍ତ୍ତିତ ଲୋକଙ୍କୁ ଈଶ୍ୱରଙ୍କ ମାନଦଣ୍ଡ ଅନୁଯାୟୀ ଜୀବନ କାଟିବା ଅସମ୍ଭବ। ଯଦି ଜଣେ ସେହି ମାନଦଣ୍ଡ ଅନୁଯାୟୀ ଜୀବନ କାଟିବାକୁ ଚେଷ୍ଟା କରେ, ସେ ଜଣେ ବିଶ୍ୱାସୀ। ପାର୍ବତ୍ୟ ଉପଦେଶ ହେଉଛି ପବିତ୍ର ନିୟମ, ଯାହାକୁ ଅତି ଉଚ୍ଚ ସ୍ତରକୁ ନିଆଯାଇଛି। ମନୁଷ୍ୟ ପୁରାତନ ନିୟମର ବିଧିବିଧାନ ଗୁଡ଼ିକୁ ପାଳନ କରିପାରୁନଥିଲେ। ତେଣୁ ସେହି ସମାନ ମନୁଷ୍ୟ ନିଜ ଶକ୍ତିରେ ପାର୍ବତ୍ୟ ଉପଦେଶକୁ କିପରି ପାଳନ କରିପାରିବ, ଯାହାକି ପୁରାତନ ନିୟମର ବ୍ୟବସ୍ଥା ଅପେକ୍ଷା ଆହୁରି ଉଚ୍ଚତର। ଏହା ମଧ୍ୟ ସତ୍ୟ ଯେ ଜଣେ ଖ୍ରୀଷ୍ଟୀୟ ଜୀବନଯାପନର ପ୍ରକୃତ ଶୈଳୀ ପାର୍ବତ୍ୟ ଉପଦେଶରେ ମିଳିନଥାଏ। ଏହା ନୈତିକତାର ଶିକ୍ଷା ତ ଦିଏ, କିନ୍ତୁ ତାହାକୁ ପାଳନ କରିବା ପାଇଁ ଆବଶ୍ୟକ ଶକ୍ତି ପ୍ରଦାନ କରେ ନାହିଁ। ନିଜ ଭିତରେ ବାସ କରୁଥିବା ପବିତ୍ର ଆତ୍ମାଙ୍କ ଶକ୍ତି ଦ୍ୱାରା ଜୀବନଯାପନ କରିବା ପାର୍ବତ୍ୟ ଉପଦେଶ ସେଥିମଧ୍ୟରୁ ଗୋଟିଏ ସତ୍ୟ ନୁହେଁ। ରୋମିଓ 8 ପର୍ବ ତାର 3 ଏବଂ 4 ପଦରେ କହନ୍ତି, ଯେଣୁ ଶରୀର ସକାଶେ ଦୁର୍ବଳ ହେବାରୁ ବ୍ୟବସ୍ଥା ଯାହା ସାଧନ କରିପାରିଲା ନାହିଁ, ତାହା ଈଶ୍ୱର ଆପଣା ପୁତ୍ରଙ୍କୁ ପାପମୟ ଶରୀରର ସାଦୃଶ୍ୟରେ ପାପ ବିନାଶ ନିମନ୍ତେ ପ୍ରେରଣ କରି ଶରୀରରେ ପାପକୁ ଦଣ୍ଡାଜ୍ଞା ଦେବା ଦ୍ୱାରା କଲେ। ଯେପରି ଶାରୀରିକ ଭାବାନୁସାରେ ଆଚରଣ ନ କରି ଆତ୍ମିକ ଭାବାନୁସାରେ ଆଚରଣ କରିଥାଉ, ଯେ ଆମ୍ଭେମାନେ ଆମ୍ଭମାନଙ୍କଠାରେ ବ୍ୟବସ୍ଥାର ଧର୍ମବିଧି ସଫଳ ହୁଏ। ପବିତ୍ର ଆତ୍ମାଙ୍କ ସେବା ବିଷୟରେ ପାର୍ବତ୍ୟ ଉପଦେଶରେ କିଛି ମଧ୍ୟ କୁହାଯାଏ ନାହିଁ। କିଏ ବା ଉଚ୍ଚ ନୈତିକ ମାନଦଣ୍ଡ ବିଷୟରେ କି ଜୀବନଯାପନ ବିଷୟରେ କୁହାଯାଏ ନାହିଁ। ଏହା ଖ୍ରୀଷ୍ଟଙ୍କ ମନ କିପରି ଥିଲା ସେ ବିଷୟରେ କହେ। ଖ୍ରୀଷ୍ଟୀୟ ଜୀବନଯାପନ ନିମନ୍ତେ ମୌଳିକ ନୀତି କ'ଣ ଆସେ ବିଷୟରେ କହେ, କିନ୍ତୁ ଆମେ ନିଜ ଶକ୍ତିରେ ତାହା କରିପାରିବା ନାହିଁ। ପାର୍ବତ୍ୟ ଉପଦେଶ ବିଜୁଳି ବତୀ ପରି, କିନ୍ତୁ ଆପଣଙ୍କ ପାଖରେ ଜେନେରେଟର ନାହିଁ ତାକୁ ଜଳାଇବା ନିମନ୍ତେ। ବତୀ ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ବିଜୁଳି ଶକ୍ତି ଗୁରୁତ୍ୱପୂର୍ଣ୍ଣ। ପାର୍ବତ୍ୟ ଉପଦେଶର ମୁଖ୍ୟ ଉଦ୍ଦେଶ୍ୟ ହେଲା ଈଶ୍ୱରଙ୍କ ରାଜ୍ୟର ନିୟମ। ଆମେ ମାଥ୍ୟୁ ପୁସ୍ତକରେ ସେହି ରାଜାଙ୍କ ବିଷୟରେ ଦେଖୁଁ ଯେ ଶରୀର ଧାରଣ କରି ଆସିଲେ। ବାପ୍ତିଚକ ଜୋହନ ତାଙ୍କ ଅଗ୍ରଦୂତ ଥିଲେ। ରାଜା ତାଙ୍କ ଶିଷ୍ୟମାନଙ୍କୁ ପ୍ରଜା ଭାବେ ଆହ୍ୱାନ କଲେ। ବର୍ତ୍ତମାନ ସେ ରାଜ୍ୟର ନିୟମକୁ ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରୁଛନ୍ତି। ଏହା ହେଉଛି ରାଜାଙ୍କର ଘୋଷଣାନାମା ଏବଂ ଶାନ୍ତିର ରାଜକୁମାରଙ୍କର ନିୟମାନୁଯାୟୀ। ଏହା ହିଁ ନିୟମ। 1000 ବର୍ଷ ରାଜତ୍ୱ ସମୟରେ ଏହା ଏହି ପୃଥିବୀର ନିୟମ ହେବ ଏବଂ ତାହାପରେ ଏହା ସମ୍ପୂର୍ଣ୍ଣ ରୂପେ ସଫଳ ହେବ। ଖ୍ରୀଷ୍ଟ ନିଜେ ପୃଥିବୀରେ ଶାସନ କରିବେ। ଯେତେବେଳେ ଶାସନ କରିବାର ଯଥାର୍ଥ ଅଧିକାର ଯୀଶୁଙ୍କର ହେବ, ସେତେବେଳେ ପାର୍ବତ୍ୟ ଉପଦେଶ ଶେଷରେ ଯାହା କୁହାଯାଇଛି ସଫଳ ହେବ। ଯିଏ ଆଜି ତାଙ୍କୁ ପ୍ରଭୁ ବୋଲି ସ୍ୱୀକାର କରନ୍ତି, ସେମାନେ ସେଥିରୁ ମୁହଁ ଫେରାଇ ନେବେ। ଏହା ମୋ ପାଇଁ କାଳ୍ପନିକ ନୁହେଁ। ଯେଉଁ ଖ୍ରୀଷ୍ଟିଆନ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ସ୍ୱୀକାର କରେ, ସେ ତାଙ୍କର ଆଜ୍ଞା ପବିତ୍ର ଆତ୍ମାଙ୍କ ଶକ୍ତି ଓ ସାହାଯ୍ୟରେ ପାଳନ କରିବ। ବିଦ୍ରୋହୀ ଓ ଭ୍ରଷ୍ଟକଳ୍ପ ଜଗତଠାରୁ ପାର୍ବତ୍ୟ ଉପଦେଶ ସବୁ ଆଶା କରିବା ନିରର୍ଥକ ପରି ମନେ ହୁଏ। କେବଳ ଈଶ୍ୱରଙ୍କ ଅନୁଗ୍ରହର ସୁସମାଚାର ହିଁ ମନୁଷ୍ୟକୁ ଖ୍ରୀଷ୍ଟଙ୍କ ପ୍ରତି ଆଜ୍ଞାକାରୀ କରିପାରିବ ଏବଂ ମନୁଷ୍ୟକୁ ଈଶ୍ୱରଙ୍କ ପ୍ରତି ଆଜ୍ଞାକାରୀ କରିବା ପାଇଁ ହିଁ ଏହା ପ୍ରଦାନ କରାଯାଇଥିଲା। ମନୁଷ୍ୟ ହୃଦୟରେ ଦୃଢ଼ବୋଧ ଦେବା ପାଇଁ ପାର୍ବତ୍ୟ ଉପଦେଶ ପ୍ରଚାର କରାଗଲା, ଯେପରି ଧର୍ମଶାସ୍ତ୍ର ଅନୁଯାୟୀ ଜାଣିବେ ଯେ ମନୁଷ୍ୟ ପାପ କରିଅଛି ଓ ଈଶ୍ୱରଙ୍କ ଗୌରବରୁ ଉଣା ପଡ଼ିଅଛି। ବିଶ୍ୱାସୀ ଧର୍ମଶାସ୍ତ୍ରର ଅନ୍ୟ ଅଂଶରେ ଥିବା ବାକ୍ୟ ଦ୍ୱାରା ପାର୍ବତ୍ୟ ଉପଦେଶର ନିୟମ ସବୁକୁ ବୁଝିପାରିବ। ଏହାଦ୍ୱାରା ଖ୍ରୀଷ୍ଟଙ୍କ ମନରେ କ'ଣ ଥିଲା ତାହା ସ୍ପଷ୍ଟ ଭାବେ ବୁଝିପାରିବ। ଦୃଷ୍ଟାନ୍ତ ସ୍ୱରୂପ ଏଠାରେ ଆପଣ ଲକ୍ଷ୍ୟ କରିପାରିବେ ଯେ ବ୍ୟଭିଚାର ଓ ନରହତ୍ୟା ସମ୍ପର୍କରେ ପ୍ରଭୁ ଯୀଶୁ କ'ଣ କହୁଛନ୍ତି। ପ୍ରଭୁ ଯୀଶୁ ଯାତ୍ରା 20 ପର୍ବ ତାର 13 ଏବଂ 14 ପଦରେ ଦିଆଯାଇଥିବା 2ଟି ଆଜ୍ଞା ନେଲେ, ଯେଉଁଠାରେ ଲେଖା ଅଛି, ତୁମ୍ଭେ ନରହତ୍ୟା କର ନାହିଁ ଓ ତୁମ୍ଭେ ବ୍ୟଭିଚାର କର ନାହିଁ। ଏହି 2ଟି ଆଜ୍ଞାକୁ ଉଚ୍ଚତର ସୋପାନକୁ ନେଇଗଲେ।
ସେଥିର ଉତ୍ତର ଆମେ ମାଥିଉରେ ପାଉ। ସେ 2ଟି ଆଜ୍ଞା ବିଷୟରେ ମାଥିଉ ଲେଖନ୍ତି। ଯଦି ତାହା ମୋଶାଙ୍କ ବ୍ୟବସ୍ଥା ଅନୁସାରେ ହୋଇଥାନ୍ତା, ତେବେ ଏପରି ହୋଇଥାନ୍ତା ଯାହା ଗାଲାତୀୟ 2 ପର୍ବ ତାର 16ରେ ଲେଖା ଅଛି। କାରଣ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ମନୁଷ୍ୟ ଧାର୍ମିକ ଗଣିତ ହେବ ନାହିଁ। ପାର୍ବତ୍ୟ ଉପଦେଶ ଅନୁସାରେ ଏହା 10 ଗୁଣ କଷ୍ଟକର ଧାର୍ମିକ ଗଣିତ ହେବା ନିମନ୍ତେ। ଏହି 2ଟି ଆଜ୍ଞାକୁ ଯଦି ଆମ ଉପରକୁ ନେବା, ତୁମ୍ଭେ ନରହତ୍ୟା କର ନାହିଁ ଓ ତୁମ୍ଭେ ବ୍ୟଭିଚାର କର ନାହିଁ, ଏହି ଆଜ୍ଞାକୁ ବୁଝାଇବାକୁ ଯାଇ ଜଣେ ପାଳକଙ୍କ ଜୀବନରେ ଘଟିଥିବା ଘଟଣା କହିବି। ସେହି ପାଳକଙ୍କ ସେବା କାର୍ଯ୍ୟ ଆରମ୍ଭର ଘଟଣା। ପାଳକ ଜଣେ ସ୍ପଷ୍ଟବାଦୀ ଥିଲେ। ଯେଉଁ ମଣ୍ଡଳୀରେ ସେବା କରୁଥିଲେ, ସେ ମଣ୍ଡଳୀର ଜଣେ ପ୍ରାଚୀନ ତାଙ୍କୁ ଚାମ୍ବର ଅଫ୍ କମର୍ସର ଏକ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ବାକ୍ୟ ପ୍ରଚାର ପାଇଁ ନିମନ୍ତ୍ରଣ କରିଥିଲେ। ସେହି ପ୍ରାଚୀନ ଜଣକ ଜଣେ ବହୁତ ଭଲ ବ୍ୟକ୍ତି ଥିଲେ। ସେ ସହରର ଏକ ବ୍ୟାଙ୍କର ଉପସଭାପତି ଏବଂ ଚାମ୍ବର ଅଫ୍ କମର୍ସର ସଦସ୍ୟ ଥିଲେ। ଯେତେବେଳେ ସେ ତାଙ୍କୁ ଅଳ୍ପ ସମୟର ବାକ୍ୟ କହିବାକୁ କହିଲେ, ସେ କହିଲେ, ଆପଣଙ୍କ ପାଖରେ ମାତ୍ର କିଛି ମିନିଟ୍ ସମୟ ରହିବ, କିନ୍ତୁ ମୁଁ ଚାହେଁ ଆପଣ ଏହି ବ୍ୟବସାୟୀମାନଙ୍କୁ ସୁସମାଚାର ଶୁଣାନ୍ତୁ। ପାଳକ ସେଠାରେ ଟିକେ ଶୀଘ୍ର ପହଞ୍ଚିଗଲେ ଏବଂ ଦେଖିଲେ କିଛି ଲୋକ ସେଠାରେ ଠିଆ ହୋଇଛନ୍ତି। ସେ ଯେଉଁଠାରେ ଠିଆ ହେବେ ସେ ପାଖକୁ ଗଲେ। ସେଠାରେ ଜଣେ ବ୍ୟକ୍ତି ତାଙ୍କ ସହ ହାତ ମିଳାଇଲେ ଏବଂ ଅତ୍ୟଧିକ ଗାଳିଗୁଲଜ କରିବାକୁ ଲାଗିଲେ। ଏତେ ସୁନ୍ଦର ଦେଖାଯାଉଥିବା ଏବଂ ଭଲ ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତି ଏଭଳି ଭାବରେ ଗାଳି ଦେଇପାରନ୍ତି, ତାହା ପାଳକ କେବେ ଭାବିନଥିଲେ। ଶେଷରେ ପାଳକ ମୋତେ ପଚାରିଲେ, ଆପଣଙ୍କ ଜୀବିକା କ'ଣ? ପାଳକ ଯେତେବେଳେ ତାଙ୍କୁ କହିଲେ ଯେ ମୁଁ ଜଣେ ପ୍ରଚାରକ, ସେ ନିଜକୁ ସଜାଡ଼ିବାକୁ ଚେଷ୍ଟା କଲେ। ସେ ନିଜ ଭାଷା ପାଇଁ କ୍ଷମା ମାଗିଲେ। ପାଳକ ତାଙ୍କୁ କହିଲେ, ମୋତେ କ୍ଷମା ମାଗିବାର କୌଣସି ଆବଶ୍ୟକତା ନାହିଁ। ଈଶ୍ୱରଙ୍କୁ କ୍ଷମା ମାଗିବା ଦରକାର, କାରଣ ଈଶ୍ୱର ତାହା ଶୁଣନ୍ତି। ତାପରେ ସେ ପାଳକଙ୍କୁ ଜଣାଇବାକୁ ଚାହିଁଲେ ଯେ ସେ ଏକ ନିର୍ଦ୍ଦିଷ୍ଟ ଉଦାରବାଦୀ ମଣ୍ଡଳୀର ଜଣେ ପଦାଧିକାରୀ ଏବଂ ସେ ଗର୍ବର ସହ କହିଲେ, ପାର୍ବତ୍ୟ ଉପଦେଶ ହିଁ ମୋର ଧର୍ମ। ପାଳକ କହିଲେ, ସତରେ? ତାଙ୍କ ସହିତ ହାତ ମିଳାଇଲେ। କହିଲେ, ଆପଣଙ୍କୁ ଅଭିନନ୍ଦନ ଜଣାଉଛି। ଆପଣଙ୍କର ଏକ ଚମତ୍କାର ଧର୍ମ ଅଛି, କିନ୍ତୁ ଆପଣ ଏହାକୁ କେତେ ଦୂର ପାଳନ କରୁଛନ୍ତି? ସେ କହିଲେ, ଆପଣ କ'ଣ କହିବାକୁ ଚାହୁଁଛନ୍ତି? ପାଳକ କହିଲେ, ଆପଣ କହିଲେ ଯେ ପାର୍ବତ୍ୟ ଉପଦେଶ ହେଉଛି ଆପଣଙ୍କର ଧର୍ମ। ଆପଣ କ'ଣ ସେହି ଅନୁଯାୟୀ ଜୀବନଯାପନ କରୁଛନ୍ତି? ସେ କହିଲେ, ହଁ, ମୁଁ ଚେଷ୍ଟା କରେ। ପାଳକ କହିଲେ, କେବଳ ଚେଷ୍ଟା କଲେ ହେବନି। ପ୍ରଭୁ କହିଛନ୍ତି ଯେ ଯଦି ଆପଣ ସେହି କାର୍ଯ୍ୟଗୁଡ଼ିକ କରନ୍ତି, ତେବେ ହିଁ ଆପଣ ଆଶୀର୍ବାଦ ପ୍ରାପ୍ତ ହେବେ। ଆପଣ କ'ଣ ସେଗୁଡ଼ିକୁ ମାନି ଚଳୁଛନ୍ତି? ସେ କହିଲେ, ମୋର ମନେ ହୁଏ ମୁଁ ମାନୁଛି। ପାଳକ କହିଲେ, ମୁଁ ଛୋଟ ପରୀକ୍ଷା ନେଇ ପାରିବି କି? ସେ କହିଲେ, ଠିକ୍ ଅଛି। ପାଳକ କହିଲେ, ପାର୍ବତ୍ୟ ଉପଦେଶ କହେ ଯେ ଯଦି ଆପଣ ନିଜ ଭାଇ ଉପରେ କ୍ରୋଧ କରନ୍ତି, ତେବେ ଆପଣ ନରହତ୍ୟା ଦୋଷରେ ଦୋଷୀ। ଆପଣ କ'ଣ ଏହି ନିୟମକୁ ମାନୁଛନ୍ତି? ସେ କହିଲେ, ହଁ, ଏହା ବହୁତ କଠୋର କଥା, କିନ୍ତୁ ମୋର ମନେ ହୁଏ ନାହିଁ ଯେ ମୁଁ କାହାକୁ ମାରିଦେବା ଭଳି କ୍ରୋଧ କେବେ କରିଛି। ତାପରେ ପାଳକ ମୋ ବ୍ୟଭିଚାର ସମ୍ପର୍କରେ ପ୍ରଭୁ ଦେଇଥିବା ଶିକ୍ଷାକୁ କହିଲେ, ଯାହା 28 ପଦରେ ଲେଖା ଅଛି। କିନ୍ତୁ ମୁଁ ତୁମମାନଙ୍କୁ କହୁଅଛି, ଯେ କେହି କୌଣସି ସ୍ତ୍ରୀ ପ୍ରତି କାମ ଭାବରେ ଦୃଷ୍ଟିପାତ କରେ, ସେ ତାହା ସଙ୍ଗରେ ମନେ ମନେ ବ୍ୟଭିଚାର କଲାଣି। ପଚାରିଲେ, ଏହି ନିୟମ ବିଷୟରେ କ'ଣ କହିବେ? ସେ କହିଲେ, ଓ ମୋର ମନେ ହୁଏ ଏଥିରେ ମୁଁ ଦୋଷୀ ହେବି। ତେବେ ମୁଁ ଭାବୁଛି ପାର୍ବତ୍ୟ ଉପଦେଶରେ ଏମିତି ଅନେକ ବିଷୟ ଅଛି ଯେଉଁଥିରେ ଆପଣ ଦୋଷୀ ସାବ୍ୟସ୍ତ ହେବେ। ସ୍ପଷ୍ଟ ଭାବରେ ଦେଖିବାକୁ ଗଲେ ଆପଣ ନିଜ ଧର୍ମ ଅନୁଯାୟୀ ଜୀବନଯାପନ କରୁନାହାନ୍ତି। ପାଳକ କହିଲେ, ଯଦି ଆପଣଙ୍କ ଜାଗାରେ ଥାଆନ୍ତି, ତେବେ ମୁଁ ମୋର ଧର୍ମ ବଦଳାଇ ଦିଅନ୍ତି ଏବଂ ଏମିତି କିଛି ଗ୍ରହଣ କରନ୍ତି ଯାହା ପ୍ରକୃତରେ ମୋ ଜୀବନରେ କାର୍ଯ୍ୟ କରେ। ସେହି ବ୍ୟକ୍ତିଙ୍କ ଭଳି କେତେ ଯେ ଲୋକ ଅଛନ୍ତି, ସେମାନେ ବହୁତ ଭକ୍ତିର ସହ କହନ୍ତି ଯେ ପାର୍ବତ୍ୟ ଉପଦେଶ ହିଁ ସେମାନଙ୍କର ଧର୍ମ, କିନ୍ତୁ ସେମାନଙ୍କ କହିବାର ଅର୍ଥ କେବଳ ଏତିକି ଯେ ସେମାନେ ଏହାକୁ ଏକ ଭଲ ଶିକ୍ଷା ବୋଲି ଭାବନ୍ତି, କିନ୍ତୁ ଏହା ସେମାନଙ୍କ ଜୀବନରେ ପ୍ରଭାବ ପକାଇ ନଥାଏ। ପାଳକ ପରେ ଜାଣିବାକୁ ପାଇଲେ ଯେ ସେ ଯେଉଁ ବ୍ୟକ୍ତିଙ୍କ ସହ କଥା ହେଉଥିଲେ, ତାଙ୍କର 2 ଜଣ ପତ୍ନୀ ଥିଲେ।
ଜଣେ ଘରେ ଓ ଅନ୍ୟ ଜଣେ ତାଙ୍କ ଅଫିସରେ। ମୋର ବନ୍ଧୁ, ଯଦି ପାର୍ବତ୍ୟ ଉପଦେଶ ଆପଣଙ୍କର ଧର୍ମ, ତେବେ ଆପଣ ଏହାକୁ ପ୍ରକୃତରେ ପାଳନ କରୁଛନ୍ତି କି ନାହିଁ ତାହା ନିଶ୍ଚିତ କରିବା ଉଚିତ। ଏହା ସମ୍ପୂର୍ଣ୍ଣ ଭାବେ ନିୟମରେ ପରିପୂର୍ଣ୍ଣ। କିନ୍ତୁ ଯଦି ଆପଣ ସଚୋଟତାର ସହ ଏହି ପାର୍ବତ୍ୟ ଉପଦେଶ ଦେଖିବେ, ତେବେ ଏହା ଆପଣଙ୍କୁ ସେହି ତ୍ରାଣକର୍ତ୍ତା ନିକଟକୁ ନେଇଯିବ, ଯିଏ ଆପଣଙ୍କ ପାଇଁ କ୍ରୁଶର ଉପରେ ନିଜକୁ ବଳି ଦେଇଥିଲେ। ପାର୍ବତ୍ୟ ଉପଦେଶ ମହାନ ଶିକ୍ଷା ଦିଏ ଓ ଉଚ୍ଚରେ ସ୍ଥାପନ କରେ। ଆମେ ଜାଣିବା ଆବଶ୍ୟକ ଯେ ଆମେ ସେହି ନିୟମ କେତେ ପାଳନ କରୁଛୁ। ପ୍ରିୟ ବନ୍ଧୁ, ଆଜି ତ ଆମ ସମୟ ଶେଷ ହେଲାଣି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ଆପଣଙ୍କ ସହିତ ସାକ୍ଷାତ ହେବ। ପ୍ରଭୁ ଆଜିର ବାକ୍ୟ ଦ୍ୱାରା ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ମଙ୍ଗଳମୟ ସ୍ୱର୍ଗସ୍ଥ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଅଛୁ। ତୁମରି ଗୌରବ କରୁଅଛୁ, ତୁମରି ପ୍ରଶଂସା କରୁଅଛୁ। ଆଜିର ସୁନ୍ଦର ବାକ୍ୟ ଦ୍ୱାରା ଆମମାନଙ୍କୁ ତୁମେ କଥା କହିଅଛ। ପବିତ୍ର ପ୍ରିୟ ପ୍ରଭୁ, ଆଜିର ଅଧ୍ୟୟନରେ ଯାହା କିଛି ପ୍ରଭୁ ଆମେ ଶିକ୍ଷା ଲାଭ କରିଅଛୁ, ସେ ସମସ୍ତ ବିଷୟକୁ ବୁଝିବା ନିମନ୍ତେ ଆମମାନଙ୍କୁ ତୁମେ ସାହାଯ୍ୟ କର। ଆମ ପ୍ରତ୍ୟେକ ଦର୍ଶକ ଭାଇ ଭଉଣୀମାନଙ୍କୁ ତୁମେ ଆଶୀର୍ବାଦ କରି ସେମାନଙ୍କର ଯତ୍ନ ତତ୍ତ୍ୱ ତୁମେ ନିଅ। ଗୌରବ ସମ୍ଭ୍ରମ ମହିମା କେବଳ ତୁମକୁ ଦେଇ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ଏହି ପ୍ରାର୍ଥନା ମାଗୁଅଛୁ। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆଜିର ଅଧ୍ୟୟନରୁ ଆମେ ଶିଖିଲୁ ଯେ ପ୍ରାରମ୍ଭରେ ଯୀଶୁ ନିଜର ଶିଷ୍ୟମାନଙ୍କୁ ଆହ୍ୱାନ କରିବା ଆରମ୍ଭ କରିଥିଲେ। ପିତର, ଆନ୍ଦ୍ରିୟ, ଯାକୁବ ଏବଂ ଯୋହନଙ୍କ ଭଳି ସାଧାରଣ ମତ୍ସ୍ୟଜୀବୀମାନଙ୍କୁ ତାଙ୍କ ପଛରେ ଆସିବାକୁ ଏବଂ ମନୁଷ୍ୟ ଧରାଳି ହେବାକୁ ସେ ନିମନ୍ତ୍ରଣ କରିଥିଲେ, ଯାହା ଦର୍ଶାଏ ଯେ ସେ ନିଜ କାର୍ଯ୍ୟ ପାଇଁ ସାଧାରଣ ତଥା ଅପୂର୍ଣ୍ଣ ମନୁଷ୍ୟମାନଙ୍କୁ ବ୍ୟବହାର କରୁଛନ୍ତି। ଗାଲିଲୀରେ ତାଙ୍କର ପରିଚର୍ଚ୍ୟା ସମୟରେ ସେ ଶିକ୍ଷା ଦେବା, ପ୍ରଚାର କରିବା ଏବଂ ଅନ୍ୟକୁ ସୁସ୍ଥ କରିବା ଦେଖି ବିରାଟ ଜନସମାଗମ ହୋଇଥିଲା। ଏହାପରେ ମାଥ୍ୟୁ ପର୍ବତ ଉପର ଦତ୍ତ ଉପଦେଶକୁ ଜଣେ ରାଜାଙ୍କ ଘୋଷଣାପତ୍ର ଭାବରେ ଉପସ୍ଥାପନ କରିଛନ୍ତି, ଯାହା ଈଶ୍ୱରଙ୍କର ଉଚ୍ଚ ମାନଦଣ୍ଡକୁ ପ୍ରକାଶ କରେ। ପରବର୍ତ୍ତୀ ଅଧ୍ୟୟନରେ ଆମେ ପର୍ବତ ଉପର ଦତ୍ତ ଉପଦେଶ ବିଷୟରେ ଅଧ୍ୟୟନ କରିବା ଏବଂ ରାଜ୍ୟର ପ୍ରଜାମାନଙ୍କର ନିଜ ପ୍ରତି ଏବଂ ବ୍ୟବସ୍ଥା ପ୍ରତି ଥିବା ସମ୍ପର୍କ ଉପରେ ଧ୍ୟାନ ଦେବା। ଏହି କାର୍ଯ୍ୟକ୍ରମରେ ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ, ତେବେ ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ରହିଲୁ, ନମସ୍କାର। ଗତ ପ୍ରଶ୍ନର ଉତ୍ତରଟି ହେଉଛି ଅନେକ ରୋମ ସାମ୍ରାଜ୍ୟରୁ ଆସି ବାସ କରୁଥିଲେ। ଆଜିର ପ୍ରଶ୍ନଟି ହେଉଛି ମାଥ୍ୟୁ କେମିତି ଯୀଶୁଖ୍ରୀଷ୍ଟଙ୍କୁ ସୁସମାଚାରରେ ପ୍ରକାଶ କରନ୍ତି? ଏ. ଶିକ୍ଷକ ଭାବେ, ବି. ଭବିଷ୍ୟତ ବକ୍ତା ଭାବେ, ସି. ରାଜା ଭାବେ, ଡି. ଜଣେ ଐତିହାସିକ ଭାବେ। ଏହି ପ୍ରଶ୍ନର ଉତ୍ତର ଆସନ୍ତାକାଲି ସନ୍ଧ୍ୟା 6ଟା ମଧ୍ୟରେ ଅପସନ୍ ମଧ୍ୟରୁ ସଠିକ୍ ଉତ୍ତର ବାଛି ଆପଣଙ୍କ ନାମ ଓ ସମ୍ପୂର୍ଣ୍ଣ ଠିକଣା ସହିତ 9777221415 ଫୋନ୍ ନମ୍ବରରେ SMS କିମ୍ବା ହ୍ୱାଟ୍ସଆପ୍ ଦ୍ୱାରା ଆମକୁ ଜଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି, ତେବେ 044490812996ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ଅନୁଗୁଳରୁ ସୁରେଶ ସିରିଗଡ଼ା ଓ ପରିବାର।